ଆଜିର ଅମୃତବାଣୀରେ ସମସ୍ତଙ୍କୁ ମୋର ସ୍ୱାଗତ ଜଣାଏ। ଆଜିର ଅମୃତବାଣୀ ହେଲା ଧର୍ମ ଛାଡ଼ିଦେଲେ ଜୀବନରେ କ'ଣ ହୁଏ। ଶାସ୍ତ୍ର କହେ ଯେତେବେଳେ ମଣିଷ ଧର୍ମର ପଥ ଛାଡ଼ି ଦେଇଥାଏ ସେତେବେଳେ ତାଙ୍କ ଜୀବନରୁ ଶାନ୍ତି ଓ ସୁଖ ଧୀରେ ଧୀରେ କମିଯାଏ। ଧର୍ମ ମାନେ କେବଳ ପୂଜା ପାଠ ନୁହେଁ, ଧର୍ମ ମାନେ ସତ୍ୟ, ଦୟା, ଭକ୍ତି ଓ ଭଲ କର୍ମରେ ଜୀବନକୁ ଚଲାଇବ। ଯେତେବେଳେ ମଣିଷ ଏହାକୁ ଅବହେଳା କରେ ତାଙ୍କ ମନ ଅଶାନ୍ତି ହୋଇଯାଏ, ଘରେ ଝଗଡ଼ା ବଢ଼େ ଓ ଜୀବନରେ ଅନେକ ସମସ୍ୟା ଆସିବା ଆରମ୍ଭ କରେ। କାରଣ ଧର୍ମ ହେଉଛି ଜୀବନର ଦିଗଦର୍ଶକ। ଏହା ଛାଡ଼ିଦେଲେ ମଣିଷ ଅନ୍ଧକାରରେ ଚାଲିବା ଆରମ୍ଭ କରେ। ଯେଉଁଥିପାଇଁ ଶାସ୍ତ୍ର କହେ ଧର୍ମକୁ ଧରି ରଖନ୍ତୁ, କାରଣ ଧର୍ମକୁ ଯେ ରକ୍ଷା କରେ ଧର୍ମ ମଧ୍ୟ ସେହି ମଣିଷକୁ ରକ୍ଷା କରେ। ସେମାନେ ଭଗବାନଙ୍କ ନାମ, ଭକ୍ତି ଓ ଭଲ କର୍ମରୁ ଜୀବନର ଅଂଶଗ୍ରହଣ କରନ୍ତି। ସେମାନଙ୍କ ଜୀବନରେ ସୁଖ ଓ ଶାନ୍ତି ଓ ଆଶୀର୍ବାଦ ନିଶ୍ଚୟ ଆସେ। ସେଥିପାଇଁ ଧର୍ମକୁ ଧରି ରଖନ୍ତୁ, ଧର୍ମ କେବେ ଛାଡ଼ନ୍ତୁ ନାହିଁ। ଏଇଟା ଥିଲା ଆଜିର ଅମୃତବାଣୀ। ଏ ଅମୃତବାଣୀଟିକୁ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।